ଦୋଳବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଦୋଳବନ୍ଧ କମିଟି ପକ୍ଷରୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର 15 ନମ୍ବର ୱାର୍ଡ ସ୍ଥିତ ଦୋଳବନ୍ଧର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଦୋଳବନ୍ଧ ଉନ୍ନୟନ କମିଟି ପକ୍ଷରୁ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଲିପିନା ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦୋଳବନ୍ଧ ଉନ୍ନୟନ କମିଟି 2003 ମସିହାରୁ ଦୋଳବନ୍ଧର ସଫାସୁତୁରା ସହ ଉନ୍ନତି ନିମନ୍ତେ 2018 ପର୍ଯ୍ୟନ୍ତ ବନ୍ଧଟିର ରକ୍ଷଣାବେକ୍ଷଣ ଦାୟିତ୍ୱ ତୁଲାଇ ଆସୁଥିଲା। ପରବର୍ତ୍ତୀ ସମୟରେ ଉନ୍ନୟନ କମିଟିକୁ ପୌର ପରିଷଦ ପକ୍ଷରୁ ଅଣଦେଖା କରାଯିବା ସହ କୌଣସି କାର୍ଯ୍ୟରେ ସାମିଲ କରାନଯାଇ ସମ୍ପୂର୍ଣ୍ଣ ଭାବେ ଦୂରେଇ ଦିଆଗଲା। ପୌର ପରିଷଦ ତରଫରୁ ଦୋଳବନ୍ଧର ନବୀକରଣ ଓ ସୌନ୍ଦର୍ଯ୍ୟକରଣ ନାଁରେ ବହୁ ଟଙ୍କା ବ୍ୟୟ ପରେ ମଧ୍ୟ ତାର ସଠିକ ଉପଯୋଗ ହୋଇପାରିଲା ନାହିଁ। ବର୍ତ୍ତମାନ ଦୋଳବନ୍ଧଟି ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି, ଯାହାଫଳରେ ଗଭୀର ପୋଖରୀଟି ପୋତି ହୋଇ ଜଳ ସଂରକ୍ଷଣ ନ ହୋଇପାରି ନାନା ଅନାବନା ବୃକ୍ଷଗୁଡ଼ିକ ଉଠିଯାଇଛି। ତେଣୁ ବନ୍ଧଟି ସଠିକ ରକ୍ଷଣାବେକ୍ଷଣ କରାଯିବା ପାଇଁ କମିଟିର ସଦସ୍ୟମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ବେଳେ ବିନୋଦ ଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଦୋଳବନ୍ଧ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ। ଗଜପତିରୁ ରେଣୁବାଳା ବେହେରାଙ୍କ ରିପୋର୍ଟ, ବିଶ୍ୱ ବିଜୟୀ ନ୍ୟୁଜ ଓଡ଼ିଶା।